ଗ୍ୟାସ୍ ଲିକ୍ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ପାଟଣା ସାହିରେ ଘଟିଛି ଅଘଟଣ। ସାହିରେ କୃପାସିନ୍ଧୁ ପଟ୍ଟନାୟକଙ୍କ ଘରେ ଗ୍ୟାସ୍ ଲିକ୍ ହୋଇ ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଆଜି ସକାଳୁ ଘରେ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି ଲିକ୍ ହୋଇ ନିଆଁ ଲାଗିଯାଇଥିଲା, ଯାହାଫଳରେ ଜଳିଯାଇଥିଲା ଘରର ନାମିଦାମୀ ଜିନିଷ। ନିଆଁ ଏତେ ତୀବ୍ର ଥିଲା ଯାହାକି ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ସବୁ ଜିନିଷ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଘରର ଆସବାବପତ୍ର ସହିତ ଟିଭି, ଫ୍ରିଜ୍, ୱାସିଂ ମେସିନ୍, ଇନଭର୍ଟର, 2ଟି କମ୍ପ୍ୟୁଟର ସହିତ ଲ୍ୟାପଟପ୍ ଜଳିବା ସହ ରେଷ୍ଟୁରାଣ୍ଟର ପ୍ରତିଟି ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କିଛି ସମୟ ପରେ ବେଗୁନିଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପଟେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା ବେଳେ ଏଥିରେ କେହି ଆହତ ହୋଇନଥିବାର ଜଣାପଡ଼ିଛି। ଗ୍ୟାସ୍ ଲିକ୍ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ପାଟଣା ସାହିରେ ଘଟିଛି ଅଘଟଣ। ସାହିରେ କୃପାସିନ୍ଧୁ ପଟ୍ଟନାୟକଙ୍କ ଘରେ ଗ୍ୟାସ୍ ଲିକ୍ ହୋଇ ଜଳିଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଆଜି ସକାଳୁ ଘରେ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ଟାଙ୍କି ଲିକ୍ ହୋଇ ନିଆଁ ଲାଗିଯାଇଥିଲା, ଯାହାଫଳରେ ଜଳିଯାଇଥିଲା ଘରର ନାମିଦାମୀ ଜିନିଷ। ନିଆଁ ଏତେ ତୀବ୍ର ଥିଲା ଯାହାକି ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା ସବୁ ଜିନିଷ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ଘରର ଆସବାବପତ୍ର ସହିତ ଟିଭି, ଫ୍ରିଜ୍, ୱାସିଂ ମେସିନ୍, ଇନଭର୍ଟର, 2ଟି କମ୍ପ୍ୟୁଟର ସହିତ ଲ୍ୟାପଟପ୍ ଜଳିବା ସହ ରେଷ୍ଟୁରାଣ୍ଟର ପ୍ରତିଟି ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ କିଛି ସମୟ ପରେ ବେଗୁନିଆ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପଟେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିଲା ବେଳେ ଏଥିରେ କେହି ଆହତ ହୋଇନଥିବାର ଜଣାପଡ଼ିଛି।